ସାଙ୍ଗମାନେ ଏଇ ବାମନର ବୁଦ୍ଧିକି ଦେଖନ୍ତୁ ମିଛୁ ମିଛୁ ଯାଇକି କାରରେ ବାଡ଼େଇକି ତଳେ ପଡ଼ି ଯାଉଛି। ଆଉ ଯେତେବେଳେ ସେ କାର ଡ୍ରାଇଭର ଆସି ଦେଖୁଛି ଏ ବାମନଟି ଏମିତି ରୋଲ କରୁଛି ଯେମିତି ବହୁତ ଜୋରରେ ଆଘାତ ଲାଗିଛି। ଆଉ ସେ ଲୋକଟି କହୁଛି ତୁ ବ୍ୟସ୍ତ ହନି ମୁଁ ସାଙ୍ଗେ ସାଙ୍ଗେ ଆଣୁଛି। ଆଉ ସେ ଲୋକଟି ତା ଗାଡ଼ି ଭିତରୁ 3 ଲକ୍ଷ ଟଙ୍କା ଆଣିକି ଏଇ ବାମନକୁ ଦେଇ ଦଉଛି। ଆଉ ଏସବୁ ଘଟଣା 2 ଜଣ ପିଲା ଦେଖି ଦଉଛନ୍ତି। ଆଉ ସେ ବାମନଟି ଏତେ ଗୁଡ଼ିଏ ଟଙ୍କା ପାଇକି ବହୁତ ଖୁସି ହେଇଯାଉଛି। ଆଉ ସେ ବାମନଟି କହୁଛି ଦେଖରେ ଚଳେ କେମିତି ମୁଁ ବୁଦ୍ଧି ଖର୍ଚ୍ଚ କରିକି ଟଙ୍କା କମେଇଲି, ତମେ ଶଳା ସେଇଠି ହନୁ ଭଳିଆ ବଇଥା। ଆଉ ଠିକ କିଛି ସମୟ ପରେ ଆଉ ଗୋଟେ ଗାଡ଼ି ଆସୁଛି। ଆଉ ତାଙ୍କ ଭିତରୁ ଗୋଟିଏ ପିଲା ପୁଣି ସେ ଗାଡ଼ି ଆଗରେ ଯାଇକି ମିଛୁ ମିଛୁକା ବାଡ଼େଇ ହେଇକି ପଡ଼ି ଯାଉଛି। ଆଉ ସେ ଡ୍ରାଇଭରଟି ଗାଡ଼ି ଭିତରୁ ବାହାରି ଆସି କହୁଛି ଭାଇ ତମର କିଛି ହେଇନି ତ? ଆଉ ସେ ପିଲାଟି ଖାଲି ଗେରେଣ୍ଟିଲା ଭଳି ଅଭିନୟ କରୁଛି। ଆଉ ସେ ଡ୍ରାଇଭର ଭାଇ କହୁଛି ରୁହ ରୁହ ତମ ମେଡିସିନ ମୁଁ ସାଙ୍ଗେ ସାଙ୍ଗେ ଆଣୁଛି। ଆଉ ସେ ଗାଡ଼ି ଡ୍ରାଇଭରଟି ଏଇ ଲୋକଟିକୁ ତୁରନ୍ତ ଲକ୍ଷେ ଟଙ୍କା ଆଣି ଦେଇ ଦଉଛି। ଆଉ ସାଙ୍ଗେ ସାଙ୍ଗେ ସେ ଲୋକଟି ଭଲ ହେଇଯାଉଛି। ଆଉ ଏତେ ଟଙ୍କା ପାଇକି ଭାରି ଖୁସି ହେଇଯାଉଛି। ଆଉ ସେ ବାମନଟେ ଆସି କହୁଛି ତୁ ବି ଶଳା ଚାନ୍ସ ମାରିଦେଲୁ। ସାଙ୍ଗମାନେ ଆପଣମାନଙ୍କୁ ଯଦି ଗୋଟେ କରେ ଟଙ୍କା ଆଉ ଗୋଟେ କରେ ନିଜ ମାକୁ ରଖି ଦିଆଯିବ ଆପଣମାନେ କାହାକୁ ସିଲେକ୍ଟ କରିବେ? ସାଙ୍ଗମାନେ ଯଦି ନିଜ ମାକୁ ସିଲେକ୍ଟ କରୁଛନ୍ତି ତାହେଲେ ସେଇ ମା ପାଇଁ ଗୋଟିଏ ଲାଇକ୍ କରିଦିଅନ୍ତୁ।